କେତେବେଳେ ଆସିବ କାହାକୁ ଜଣା ନାହିଁ ଆଜ୍ଞା। ଖୁସିରେ ଦିନ କାଟି ଯାଆନ୍ତୁ। କାହାକୁ କିଛି କହିଦେଲେ, ଆମେ କାହାକୁ ଗାଳି କରିଦେଲେ, କାହା ବିରୁଦ୍ଧରେ ଖରାପ କହିଦେଲେ ଆମକୁ କିଛି ଲାଭ ମିଳିବନି। ଓଲଟା ଆରେ ସିଏ ନ ଜାଣୁ ପଛେ ଉପରେ କିଏ ଭଗବାନ ଦେଖୁଛି ନା, ସିଏ ବି ଜାଣିପାରିବ। ତେଣୁ କିଏ ଖାଉଛି ତ ସେଇଠି ପଡ଼ିକି ମରିଯାଉଛି, କିଏ ଚାଲିକି ଯାଉଛି ତ ସେଠି ପଡ଼ିକି ମରିଯାଉଛି। ମାନେ କେତେବେଳେ ମାନେ ଆଉ ଘଣ୍ଟାଟେ ପରେ କ'ଣ ହେବ, କାଲି ଆଜି ରାତିଟା ଆମ ପାଇଁ ପାହିବ କି ନାହିଁ ଆମେ ବି ସେ କଥା ଜାଣିନେ। ତେଣୁ କ'ଣ ପାଇଁ ଏତେ ରାଗ ହିଂସା ସମସ୍ତଙ୍କ ସାଥିରେ? ଖୁସିରେ ଜୀବନଟା ବିତିଗଲେ ଗଲା। ଏତେ ରାଗ ଅଭିମାନ, ଅନ୍ୟ ପ୍ରତି ହିଂସା ମନୋଭାବ କିଛି କରି କିଛି ଲାଭ ନାହିଁ। କାରଣ ଆମେ ବି ଜାଣିନେ ଯେ ଆମ ଆଉ ଗୋଟେ ମିନିଟ୍ ପରେ କି ଗୋଟେ ସେକେଣ୍ଡ ପରେ ବି କ'ଣ ହେବ। ତାହେଲେ କ'ଣ ନେଇଯିବା? ଯେମିତି ଆସିଛେ ସେମିତି ଯିବା। ଖାଲି ଖୁସିରେ ସମସ୍ତଙ୍କ ସାଥିରେ ଯେଉଁ ସମୟଟା ଆମେ ବିତେଇଥିବା ନା, ସେଇ ଗୋଟିକ ହିଁ ନେଇକି ଯିବା। ତେଣୁ ରାଗ ହିଂସା ଅଭିମାନ ଛାଡ଼ିକି ସମସ୍ତଙ୍କ ସାଥିରେ ମିଶିକି ରହିବାଟା ହିଁ ସବୁଠୁ ବେଟର୍। କାରଣ ସେଇ ତ ଖୁସିର ମୁହୂର୍ତ୍ତ ଆମ ସାଥିରେ ଥିବ ନା, ଆଉ କିଛି ଥାଉ କି ନଥାଉ।